संबलपुर बीजेपी जिला सभापति गिरीश पटेल नारे सांघातिक अभियोग आनिछन्ति ठिकादार प्रशांत कुमार दानी। से कहिसन्ति चांदा न देबारु तांको माड़ मरा जायतिबा ने टाउन थाना रे एतला दैछन्ति। घटनार गुरुत्वर देखि टाउन थाना एसपी पहुंची तदंत करुछन्ति। ठिकादार प्रशांत कुमार दानी कहिसन्ति ठिका टंका को नै तांको माड़ मरा जायतिबा से कहिसन्ति। जड़े वरिष्ठ पुलिस अधिकारी कहिसन्ति गतकाली कोनसी ठिका काम को नै गिरीश पटेल को घर को जाइथिले ठिकादार प्रशांत कुमार दानी एवं तापरे ठिकादारकर पैसा न देबारु सेउटु आरंभ होइतिला जुक्तितर्क। एथिरे अधिक रागी जाय गिरीश पटेल मारिथिबा अभियोग होइछि। एमितिकी ठेलापेलार मध्य अभियोग आनिछन्ति ठिकादार, जहाद्वारा ठिकादार टाउन थाना द्वारस्थ होइछन्ति एवं विलंबित रातिरे डाक्तरी परीक्षा मध्य ठिकादारଙ୍କର होइछि। तेणु वर्तमान एही घटना परिसरभूत रहिछि। अन्यपटे घटना खंडन करिसेंति बीजेपी जिला सभापति गिरीश पटेल। श्री पटेल कहिसेंति ए संपर्क मो पाखरे कोन सूचना नाही, कोनसी ठिकादार को मो जाने नाही। एने कोन कहउछन्ति प्रशांत कुमार दानी, आसंतु सुनिबा। ମୁଁ ଯେହେବାଲି ଉଜୁରୁ କହୁଛି କଣ ହେଇଥିଲା ଆପଣଙ୍କ ସହିତ, କଣ ଘଟିଥିଲା ସେଦିନ? ଆଜ୍ଞା ମାନେ 10 ତାରିଖ ଦିନ ମତେ ଡକାଲେ ଘରକୁ। ଆଜ୍ଞା ବୁଝିଲେ, ତାଙ୍କ ଘଡେଇ ବୋଲିକିରି ଗୋଟେ ପିଲା ଥ୍ରୁରେ ଖବର ଦେଲେ ଯେ गिरीश पटेल ନା ଭେଟ ହବ। ଆଜ୍ଞା ଆଉ ସେ କାମର ଯୋଉ ନେଇଛ ତୁମେ 3ଟା କାମ କରିଛ ତାର ପେମେଣ୍ଟ ପହଞ୍ଚେଇ ଦିଅ। ମୁଁ କହିଲି ଏବେ ପେମେଣ୍ଟ ନାହିଁ, ମୁଁ ଏମିତି ଭେଟ ହେଇଯିବି। ମୁଁ ଭେଟ ହେବା ପାଇଁ ଗଲି ସକାଳେ 10ଟାରେ ସକାଳ। ତ ସେଠି କଥାବାର୍ତ୍ତା ହେଲା। ମୁଁ କହିଲି ପେମେଣ୍ଟ ମିଳିନି, ବିଲ୍ ହେଇନି, ବିଲ୍ ହେଲେ ମୁଁ ପଇସା ଦେଇଦେବି। ନାଇଁ ମତେ ପଇସା ଏବେ ଦରକାର। ମୁଁ କହିଲି ଏବେ ତ ନାଇଁ ହୁଏ, ଚେକ୍ ଗୋଟେ ଦେଇପାରିବି କହିବ ବୋଲେ। ଆଜ୍ଞା ଏ ଯୋଉ ଆପଣଙ୍କୁ ପଇସା ମାଗୁଥିଲେ, ଏ ଯୋଉ ଆପଣଙ୍କୁ ପଇସା ମାଗୁଥିଲେ ଏଟା ତାଙ୍କର ହକ୍ ଥିଲା ନା ଚାନ୍ଦା ଟାଇପ ର ଗୋଟେ ଚାନ୍ଦା ମାଗୁଥିଲେ? ଚାନ୍ଦା, ସେଟା ହଉଛି କାମ ଯୋଉ ଆଣିଛନ୍ତି ତାର ପିସି ଚାନ୍ଦା। ହଁ ଆଜ୍ଞା ବୁଝିଲେ, ସେ କାମଟା ଆଣିଥିଲେ, ସେ ତାର ପିସିଟା ଏଟା ମାଗୁଥିଲେ। କେତେ ପଇସା ଆପଣଙ୍କୁ ଡିମାଣ୍ଡ କରିଥିଲେ? ମୁଁ କହିଥିଲି 5% ଦେଇପାରିବି। ସେମାନେ ବେଲେ ହଁ ସେ ଟାଇମରେ ଚୁପ୍ ରହିଲେ। କାମ ସରିଗଲା ଯେତେବେଳେ ଏବେ କହୁଛନ୍ତି 8% ଦିଅ। ଆଜ୍ଞା 8% ମୁଁ ଦେଇପାରିବିନି, କାହିଁ କାମରେ ପ୍ରଫିଟ୍ ଏତିକି ନାହିଁ। ଆଜ୍ଞା ଅନ୍ୟାନ୍ୟ ଖର୍ଚ୍ଚ ଅଛି, ଆଉ କେମିତି ମୁଁ ଦେବି 8%? ଦେଇପାରିବିନି। ସେଠୁ ସେ କଣ ହେଲା, ଚେକ୍ ଦେବି ବୋଲି ହଁ ବୋଇଲି। ତାପରେ ମୁଁ ଉଠିକିରି ଆସିଲା ବେଳକୁ ମତେ ଡାକୁଛି ବ୍ୟାକ୍ ସାଇଡ୍ ଡାକିକିରି, ତୁ ମତେ ତୋଡରେ କଥା ଲାଗୁଛୁ, ଇଏ କରୁଛୁ, ମାନେ ଆଖି ଦେଖେଇକିରି କଥା ଲାଗୁଛୁ, ମତେ କାଣା ଭାବିଛୁ ହେରୋ ଗେରୋ ଲୋକ ବୋଲିକିରି ହପକା ମାରିଲା। ହପକା ମାରିଲା ବେଲେ ମୁଁ ବୋଇଲି କାହିଁ ପିଟୁଛ, ବେକାର ତୁମକୁ ଦେମି ବୋଇଲି ନ ଚେକଟେ, ମୋ ସାଙ୍ଗେ ଯାଉ ତୁମର ପିଲା ଆନି ହେବି ବୋଲେ ଫେର ତାରପରେ ପିଟବାର ଆରମ୍ଭ କରିଦେଲା। ଗୁଡେଇକିରି ପିଟିଲା ମତେ। ବୁଝିଲେ, ବୋଲେ ଆଉ ଜଣେ ଥିଲେ ସେ ଟୁକୁ ମହାନ୍ତି ବୋଲି ଜଣେ, ଯିଏ ଆପଣଙ୍କୁ ପିଟିଛନ୍ତି ତାଙ୍କର ନାଁଟା ଟିକେ କହିବେ କ୍ଲିୟରଲି? ସେ କଣ ଅଛନ୍ତି? गिरीश पटेल। କଣ ଅଛନ୍ତି ସେ ଅଛନ୍ତି ଜିଲ୍ଲା ସଭାପତି ଲେଖୁଛନ୍ତି, କଣ ଅଛନ୍ତି ମୁଁ ଜାଣିନି। ଜିଲ୍ଲା ସଭାପତି କି ବି ଚାନ୍ଦା ପିସି ଦେବାକୁ ପଡୁଛି କାର୍ଯ୍ୟ କଲେ? ହଁ ଠିକ ଅଛି। ତାପରେ କଣ ଘଟିଥିଲା? ତାପରେ ମତେ ଗୁଡେ ପିଟିଲେ। ମତେ ସେ ଟୁକୁ ମହାନ୍ତି ଟିକେ ସେଭ୍ କରିକିରି ତାପରେ ବାହାର କଲେ ଘର ଭିତରୁ। ଆଜ୍ଞା ଆଉ ଯୋ ପୋଳ ବୋଇଲେ ମତେ ଗାଲି ଗୁଲଜ ଇଆଡେ ସିଆଡେ କରୁଥିଲା ବହୁତ ଅଭଦ୍ର ଭାଷାରେ। ବୁଝିଲେ କି ନାଇଁ, ଅଭଦ୍ର ଭାଷାରେ ଗାଲି ଗୁଲଜ କଲା। ଆଉ ହେଲା ଯା ମ୍ୟୁନିସିପାଲିଟି ଚପରାସି ବନବୁ, ନାଲି ସଫା କରିବୁ, ଏମିତି ଚିଲଉଥାଏ। ମୁଁ ବାହାରିକିରି ଆସିଲି। ମୋର ପଛେ ପଛେ 2ଟା ପିଲା ଆସିଲେ, ଗୋଡେଇ ଆଉ ତାର ଗୋଟେ ସାଙ୍ଗ ଘରକୁ। ଆଉ ଚେକ୍ ମୁଁ ଯେତେବେଳେ 75,000 ଚେକ୍ କାଟିକିରି ଦେଲି, ସେମାନେ ଚେକ୍ ପଢିଲେ। ତାପରେ ବୋଇଲେ ଆମେ ନେବୁ 8% ପୁରା ହେଲେ ଯାଇକି ନେବୁ। 15 ଲକ୍ଷର 8% ସେମାନେ ମାଗୁଛନ୍। ବୁଝିଲେ, ତ ମୁଁ କହିଲି ରଖିଦେଲି ଚେକ୍ ଟା ଘରେ। ତାପରେ ତ ସେମାନେ ପଳେଇଲେ। ଏଫଆଇଆର ଦେବା ପରେ ଆପଣଙ୍କୁ ସେମିତି କିଛି ଧମକ ଫମକ ଆସୁଛି କି? ନା, ଏବେ ଧମକ ଆସିନି। ଖାଲି ଜଣେ ଫୋନ କରିଥିଲେ, କିଏ ଗୋଟେ କହିଲେ ତୋ ନାଁରେ ମାନାନୀ କେସ୍ କରିବି କହୁଛି गिरीश पटेल। ଠିକ ଅଛି, ମୁଁ ବୋଲି କରୁ ସେ ମାନାନୀ କେସ୍ କରିବ ନା କଣ କରିବ, ସେ ତାର କଥା, ମୁଁ ତ କଣ କରିବି। ଠିକ ଅଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।